କାହିଁ ପ୍ରଭୁ ମୋ ପ୍ରାର୍ଥନା ଶୁଣୁନାହାନ୍ତି, କାହିଁ ମୋର ପ୍ରଭୁ ମୋ ଜୀବନରେ କାମ କରୁନାହାନ୍ତି ତ। କିନ୍ତୁ ଧାର୍ମିକ ବିଶ୍ୱାସରେ ବଞ୍ଚିବ ମୋର ପ୍ରିୟମାନେ। ଏହା ବିଶ୍ୱାସ କରିବା ଦରକାର, ଯାହା ମୁଁ ମାଗିଅଛି ତାହା ପାଇଅଛି। ମାର୍କ 11:24 ଲେଖାଯାଏ, ତୁମେ ମାନେ ଯାହା ସବୁ ପ୍ରାର୍ଥନା କର, ମାଗ, ତାହା ସବୁ ପାଇଅଛ ବୋଲି ବିଶ୍ୱାସ କର, ତହିଁରେ ତାହା ତୁମେ ପାଇବ। ଆଜି ଆମେ ମଣ୍ଡଳୀରେ ଥିଲାବେଳେ ପ୍ରାର୍ଥନା କରୁଛୁ, ପ୍ରଭୁ ମତେ ଏଇଟା ଦିଅ, ମତେ ସେଇଟା ଦିଅ। ହଁ ପ୍ରଭୁ ମତେ ତୁମେ ଦେଇଛ, ମୁଁ ବିଶ୍ୱାସ କରୁଛି। ହଁ ପ୍ରଭୁ ତୁମେ ମତେ ପୂର୍ଣ୍ଣ କରିଛ, ମୁଁ ବିଶ୍ୱାସ କରୁଛି। ମୋ ଜୀବନ ପରିବର୍ତ୍ତନ ହେଇଯାଇଛି। ମଣ୍ଡଳୀରୁ ବାହାରକୁ ଗଲା ପରେ କାହିଁ କୁଆଡେ ଗଲା, ଏତେ ଦିନ ହେଲାଣି ପ୍ରାର୍ଥନା କରୁ, ଆଉ ଯିବିନି ଚର୍ଚ୍ଚ, ଆଉ ପ୍ରାର୍ଥନା କରିବି ନାହିଁ। କାହିଁକି? ପ୍ରଭୁ ମତେ ଦେଲେ। ଶୈତାନ ଆମମାନଙ୍କ ଜୀବନରେ ଏ ପ୍ରକାର ନୈରାଶ୍ୟକୁ ନେଇକି ଆସେ। ପ୍ରଭୁ କାଲା ନୁହନ୍ତି, ତାଙ୍କର କର୍ଣ୍ଣ ଅଛି। କିନ୍ତୁ ମୋର ପ୍ରିୟ ମାନେ, ପ୍ରଭୁ ଯେତେବେଳେ ଦିଅନ୍ତି ଆମମାନଙ୍କୁ ଅପେକ୍ଷା କରିବାକୁ ପଡିବ। ହାଲେଲୁୟା। ବିଶ୍ୱାସରେ ଚାଲିବାକୁ ପଡିବ। ହଡବଡ କରୁଥିବା ଲୋକମାନେ କେବେ କିଛି ପାଇବେ ନା। ଲେଖା ଅଛି ସେମାନଙ୍କ ବିଷୟ, ଯେଉଁମାନେ ସମୁଦ୍ର ତରଙ୍ଗ ସଦୃଶ। ତରଙ୍ଗ କେବେ ସ୍ଥିର ହେଇକି ଅଛି? ଯୋଉ ଦିନ ଠାରୁ ସମୁଦ୍ର ସୃଷ୍ଟି ହେଇଛି, ସେ ଢେଉ ଏମିତି ହିଁ ବରଫ ଭଳିଆ କେବେ ଠିଆ ହେଇଛି? ଦିମନା ଲୋକମାନଙ୍କ ବିଷୟରେ ଲେଖାଯାଏ, ସେମାନେ ବାୟୁରେ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ। ସେମାନେ ପ୍ରଭୁଙ୍କ ଠାରୁ କିଛି ପାଇବେ ବୋଲି ଆଶା ନ କରନ୍ତୁ। କେଉଁମାନେ ପାଇବେ? ଯେଉଁମାନେ ବିଶ୍ୱାସରେ ସ୍ଥିର ହେବେ। ହାଲେଲୁୟା।